ଯେକୌଣସି ଶୁଭ ଦିନ ହଉ କିମ୍ବା ଘରକୁ କେହି ଗେଷ୍ଟ ଆସନ୍ତୁ, ମୁଁ ଏଇ ଛେନା ତରକାରୀଟିକୁ ତ ନିହାତି ବନାଏ ଆଉ ସମସ୍ତେ ଖାଇକି ଭାରି ଖୁସି ହୁଅନ୍ତି। ବିନା ପିଆଜ ରସୁଣରେ ୟାକୁ ଆଜି ଆମେ ବନେଇବା। ବହୁତ ବଢିଆ ଲାଗିବ। ଆଉ ବଲ୍ ଗୁଡ଼ିକ ଦେଖୁଛନ୍ତି କେତେ ନରମ ହେଇଛି, ପାଟିରେ ଦେଲା ମାତ୍ରକେ ପୁରା ମିଳେଇଯିବ, ପୁରା ରସଗୋଲା ଭଳି। ଆଉ ୟା ସହିତ ଆପଣମାନେ ରୁଟି, ପରଟା, ପଲଉ, ମିଠା ପଲଉ ସବୁଥିରେ ଲଗେଇ ଖାଇବେ, ବହୁତ ବଢିଆ ଲାଗିବ। ଆପଣମାନେ ବି ବନଉଥିବେ, କିନ୍ତୁ ଥରେ ଏଇ ଷ୍ଟାଇଲରେ ବନାନ୍ତୁ, ଦେଖିବେ ବହୁତ ଟେଷ୍ଟି ଲାଗିବ। ତେବେ ଏଇଠି ମୁଁ ନେଇଯାଇଛି 1 ଲିଟର କ୍ଷୀର, ଆଉ ୟାକୁ ଫୁଟିବା ପାଇଁ ମୁଁ ବସେଇ ନେଇଥିଲି। କ୍ଷୀର ଫୁଟିଗଲା ପରେ 2 ଚାମଚ ଭିନେଗାର, 2 ଚାମଚ ପାଣିରେ ଗୋଟେ ସ୍ଲରି ବନେଇକିନା ଧୀରେ ଧୀରେ ଦେଇକିନା ଛେନାକୁ ଛିଡ଼େଇ ନେବି। ଆପଣ ଭିନେଗାର ଜାଗାରେ ଲେମ୍ବୁ ରସ ବ୍ୟବହାର ମଧ୍ୟ କରିପାରିବେ। ଛେନା ଏଠି ଛିଡ଼ିଗଲାଣି, ୟାକୁ ଗୋଟେ ଜାଲିକୁ କାଢ଼ି ନେବି। ଆପଣ ଚାହିଁଲେ କପଡ଼ାରେ ମଧ୍ୟ ଏଟାକୁ ବାହାର କରିକି ଗୁଡ଼େଇ ନେଇପାରିବେ। ଏଠି ଭିନେଗାର ପାଣିକୁ କାଟିବା ପାଇଁକିନା ମୁଁ ଏଠି ସାଧା ପାଣିରେ ଥରେ ଧୋଇ ନେଇଛି। ତାପରେ ଏମିତି ଗୋଟେ ସ୍ପାଚୁଲା ସାହାଯ୍ୟରେ ଚାପି ଚାପିକି ତାର ଏକ୍ସଟ୍ରା ପାଣି ଗୁଡ଼ାକ ବାହାର କରିନେଉଛି। ଛେନାକୁ ଏଠି ଅଧିକ ଶୁଖିଲା କରିବା ଦରକାର ନାହିଁ, କେବଳ ତାର ଏକ୍ସଟ୍ରା ପାଣି ଗୁଡ଼ାକ ବାହାର କରିନେବେ। ଏଇଟା ଏବେ ରେଡ଼ି ହେଇଯାଇଛି, ଏକୁ ଏବେ ସାଇଡ଼ରେ ରଖିନେବା 10 ମିନିଟ୍ ପାଇଁ। ଏଇଠି ଗୋଟେ ବଟା ମସଲା ତିଆରି କରିବା। ତ ଏଇଠି 2ଟି ମିଡ଼ିୟମ୍ ସାଇଜ୍ର ଟମାଟୋ ନେଇଛି, 1 ଇଞ୍ଚର ଅଦା ନେଇଛି, ଆଉ ରାଗ ଅନୁଯାୟୀ ଆପଣ କେତେ ରାଗ ଖାଇବେ ସେଇ ହିସାବରେ କଞ୍ଚା ଲଙ୍କା ନେଇଯିବେ। ତାପରେ ସବୁକୁ ଆମେ ଗ୍ରାଇଣ୍ଡିଙ୍ଗ କରିକି ଗୋଟେ ବଟା ମସଲା ତିଆରି କରିନେବା। ରେଡ଼ି ହେଇଗଲା। ଏବେ ଗୋଟେ ଗୁଣ୍ଡ ମସଲା ରେଡ଼ି କରିବା। ତ ଏଇଠି ମୁଁ 1 ଚାମଚ ଜିରା ଗୁଣ୍ଡ, 2 ଚାମଚ ଧନିଆ ଗୁଣ୍ଡ, କଲର୍ ପାଇଁକା ଅଳ୍ପ ଟିକେ ହଳଦୀ ଗୁଣ୍ଡ, ଆଉ ଗୋଟେ କଲର୍ ପାଇଁକିନା ମୁଁ ଏଇଠି ନେଇଯାଉଛି କାଶ୍ମୀରୀ ଲଙ୍କା ଗୁଣ୍ଡ। ଏ ସବୁକୁ ପାଣିରେ ଗୋଳେଇକିନା ଏମିତି ଗୋଟେ ରଖିନେବା। ଏହା ଦ୍ୱାରା ମସଲା ଟିକେ ଫୁଲି ଯାଇଥାଏ, ତା ସହିତ ଆମେ ଯେତେବେଳେ ତରକାରୀରେ ମସଲା ଦେବା ପୋଡ଼ି ନଥାଏ ଆଉ ବହୁତ ବଢ଼ିଆ ଟେଷ୍ଟ ଆସିଥାଏ। ତରକାରୀକୁ ଗାଢ଼ ଆଉ କ୍ରିମି ଟେଷ୍ଟ ଆଣିବା ପାଇଁକିନା ଏଇଠି 1 ଚାମଚ ଚାରୁମଗଜ, 1 ଚାମଚ ପୋସ୍ତ ଦାନା, ଆଉ 5-6ଟି କାଜୁ ନେଇଯିବା। ୟାକୁ ଟିକେ ଭିଜେଇକିନା ତାକୁ ଗ୍ରାଇଣ୍ଡିଙ୍ଗ କରିକି ପେଷ୍ଟ କରିନେବା। ବର୍ତ୍ତମାନ ମସଲା ସବୁ ତ ରେଡ଼ି ହେଇଗଲା। ଆଉ ଆମେ ଯେଉଁ ଛେନା ରଖିଥିଲେ ତାକୁ ମଧ୍ୟ ଗୋଟେ ଥାଳିଆକୁ କାଢ଼ିକି ନେଇ ଆସିବା। ଆଉ ଛେନାକୁ ଏଇଭଳିଆ ଗୁଣ୍ଡ କରି ନେବା। ଛେନା ବଲ୍ ଗୁଡ଼ିକ ତେଲରେ ଯେମିତି ଫାଟିବନି, ସେଇଥିପାଇଁ ଆମେ ଗୋଟେ ଛେନାରେ ବାଇଣ୍ଡିଙ୍ଗ ଦେବା। ତ 1 ଚାମଚ ମଇଦା ଦେଇଦେବା। ମଇଦା ଜାଗାରେ ଆପଣ ଅଟା ମଧ୍ୟ ଦେଇପାରିବେ। ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା, ଆଉ ଅଳ୍ପ ଟିକେ ଗ୍ରେଟ୍ କରିକି ଅଦା ଦେଇଦେବା। ଆଉ ଏଠି ସବୁକୁ ଭଲ ଭାବେ ମିକ୍ସ କରିନେବା ପ୍ରଥମେ। ତାପରେ ଏମିତି ହାତର ପାପୁଲି ସାହାଯ୍ୟରେ ଏଇଭଳିଆ ତାକୁ ଘଷି ଘଷିକି 5 ମିନିଟ୍ ପର୍ଯ୍ୟନ୍ତ ଭଲସେ ଚକଟିକି ଚିକ୍କଣ କରିନେବା। ଯେତେ ଚିକ୍କଣ ଆପଣ କରିବେ, ଛେନା ବଲ୍ ଗୁଡ଼ିକ ପୁରା ସ୍ମୁଥ୍ ବନିବ, ତେଲରେ ଫାଟିଲା ଫାଟିଲା ଦେଖାଯିବନି, ଆଉ ପରଫେକ୍ଟ ବନିବ। ଏଭଳି ଚକଟି ନେଲା ପରେ ତାପରେ ଏଇଭଳିଆ ରାଉଣ୍ଡ କରିକିନା ମୁଁ ଏଭଳି ଛୁରୀରେ ସମାନ ଭାଗରେ କାଟି ନେଇଛି, ଯେମିତି ଛେନା ବଲ୍ ଗୁଡ଼ିକର ସାଇଜ୍ ଗୁଡ଼ାକ ସବୁ ସମାନ ହେବ। ଦେଖନ୍ତୁ ଏଇଠି ଗଢ଼ି ନେଇଛି। 1 ଲିଟର କ୍ଷୀରରେ ଏତିକ ଛେନା ବଲ୍ ହେଲା। ଏବେ ଛେନା ବଲ୍ ଗୁଡ଼ିକ ଆମେ ଛାଣିବା। ତେଲକୁ ଲୋ ଟୁ ମିଡ଼ିୟମରେ ହାଲକା ଗରମ କରିବା, ଯେମିତି ପକେଇଲା ମାତ୍ରକେ ଅଳ୍ପ ଅଳ୍ପ ବବଲ୍ସ ଉଠୁଥିବ। ଦେଖନ୍ତୁ ଏଇଭଳି ସେତିକ ଆପଣ ଗରମ କରିବେ, ବେଶୀ ଅଧିକା ଗରମ କରିବେନି, ନହେଲେ ଯଦି ମିଡ଼ିୟମ କି ହାଇରେ ଯଦି ତେଲ ଗରମ ହେବ ନା, ଆମେ ଛେନା ବଲ୍ ପକଉ ପକଉ ହିଁ ଫାଟିକି ବାହାରିଯିବ। ଆଉ ସାଙ୍ଗେ ସାଙ୍ଗେ ପକେଇକି ଆପଣ ଚଟୁ ମାରିବେନି, ସେ ଆପେ ଆପେ ଉପରକୁ ଉଠିଲା ପରେ ତାପରେ ଆପଣ ତାକୁ ଛାଣିବେ। ଆଉ ଲୋ ଫ୍ଲେମ୍ରେ ରଖିକି ଏମିତି କଲର୍ ଆସିବା ପର୍ଯ୍ୟନ୍ତ ଆମେ ଛାଣିବା। ପୁରା ପ୍ରୋସେସ୍ରେ ଲୋ ଫ୍ଲେମ୍ରେ ହିଁ ଆପଣ ଛାଣିବେ, ବିଲକୁଲ ବି ହାଇ କରିବେନି। ଆଉ ଗୋଟେ ବ୍ୟାଚ୍ ଛାଣି ସାରିଲା ପରେ ନେକ୍ସଟ ବ୍ୟାଚ୍ ପକାଇବା ପାଇଁ ପୁଣି ତେଲକୁ ଟିକେ ଥଣ୍ଡା କରିବେ, ତାପରେ ଯାଇକି ନେକ୍ସଟ ବ୍ୟାଚ୍ରେ ଆପଣ ଆଉ ଥରେ ପକାଇ ଛାଣିବେ। ତାହେଲେ ଯାଇକି ପରଫେକ୍ଟ ବଲ୍ ବନିବ। ନହେଲେ ତ ଆପଣ ବଲ୍ ଦେଖିଥିବେ, ଛେନା ବଲ୍ ପକେଇଲା ମାତ୍ରକେ ସାଇଡ଼ରୁ ଫୁଟକା ଭଳିଆ ଫାଟିକି ବାହାରିଯାଏ, ସେଇଭଳି ଆଉ ହେବନି, ପୁରା ପରଫେକ୍ଟ ବନିବ। ଏବେ ଏଗୁଡ଼ା ହେଇଗଲା। ଏବେ ୟାକୁ କାଢ଼ି ନେବା। ଆଉ ସେଇ ତେଲରେ ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁକୁ ମଧ୍ୟ ଛାଣି ନେଉଛି। ଆପଣ ଚାହିଁଲେ ଆଳୁକୁ ଭାଜିକି ମଧ୍ୟ ବନେଇ ପାରିବେ। ମୋତେ ଏଇଠି ଆଳୁ ଭଲ ଲାଗେ ବୋଲି ଛେନା ତରକାରୀ ମୁଁ ପକେଇଛି। ଆପଣ ଚାହିଁଲେ ସ୍କିପ୍ ମଧ୍ୟ କରିପାରିବେ, ଖାଲି ଛେନା ତରକାରୀ ମଧ୍ୟ ବନେଇ ପାରିବେ। ଆଳୁ ଏବେ କଲର୍ ଆସିକି ଛାଣି ହେଇଗଲାଣି। ଏବେ ୟାକୁ କାଢ଼ି ନେବା ଆଉ ଏକ୍ସଟ୍ରା ତେଲ ବାହାର କରିନେବା। ଯେତିକ ତରକାରୀ ପାଇଁ ଦରକାର ସେତିକି ରଖିବା। ଏବେ ଏଥିରେ ଗୋଟେ ଡାଲଚିନି ଦେବା, 1 ଗୁଜୁରାତି ଦେବା, 4ଟି ଗୋଲମରିଚ ଦେଇଛି, 1 ତେଜପତ୍ର ଦେବା, 1/2 ଚାମଚ ଜିରା ଦେବା। ସବୁକୁ ଟିକେ କଲର୍ ଆସିବା ପର୍ଯ୍ୟନ୍ତ ଭାଜି ନେବା। ତାପରେ ଗୁଣ୍ଡ ମସଲା ଯେଉଁ ଗୋଳେଇକି ଆମେ ରଖିଥିଲେ ତାକୁ ଏଇ ତେଲରେ ଦେଇଦେବା। এই ଗୁଣ୍ଡ ମସଲା ଏ ତେଲରେ ଦେବା ଦ୍ୱାରା ବହୁତ ବଢ଼ିଆ ତରକାରୀର କଲର୍ ଆସିଥାଏ। ତାପରେ ଟମାଟୋ ଅଦାର ବଟାଟା ଦେଇଦେବା ଏଥିରେ, ଆଉ ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା। ୟାକୁ ଏବେ ବଢ଼ିଆ ସେ କଷି ନେବା, ଯେମିତି ତେଲ ଛାଡ଼ିକି କଞ୍ଚା ବାସ୍ନା ଯାଇକି ଭଲକି କଷି ହେଇଯିବ। ଦେଖନ୍ତୁ ଏଇଠି ବହୁତ ବଢ଼ିଆ ଭାବରେ କଷି ହେଇଗଲାଣି। ଯେତେ ଭଲ ମସଲାଟିକୁ କଷିବେ ନା, ବଢ଼ିଆ ଟେଷ୍ଟ ଆସିବ। ଏବେ ଏଥିରେ ଚାରୁମଗଜ, ପୋସ୍ତ, କାଜୁର ପେଷ୍ଟ ଦେଇଦେବା। ତାପରେ ୟାକୁ
ଗୋଳେଇକିନା ପୁଣି ତାକୁ କଷି ନେବା। ଏଠି ଟିକେ ଚିନି ପକାଇଦେବେ, ଯେହେତୁ ଟମାଟୋ ପଡ଼ିଛି ନା ଟେଷ୍ଟ ପୁରା ବାଲାନ୍ସ ହେଇକି ରହିବ, ଟେଷ୍ଟ ବହୁତ ବଢ଼ିଆ ଆସିବ। ଆଉ ଏଠି ଏକୁ ମଧ୍ୟ ଟିକେ କଷି ନେବା, କଞ୍ଚା ବାସ୍ନା ଯାଇକିନା ତେଲ ଛାଡ଼ିକି। ଦେଖନ୍ତୁ ଏଠି ବଢ଼ିଆ ସେ କଷି ହେଇଗଲାଣି ମସଲାଟା। ଏବେ ଏଥିରେ ପାଣି ଦେବା, ଏଠି ଗରମ ପାଣି ଦେଇଦେବେ, ଜଲ୍ଦି ଫୁଟିଯିବ, ତାପରେ କଞ୍ଚା ପାଣିଆ ବି ଆଉ ଲାଗିବନି ତରକାରୀ। ଆଉ ଯେତିକ ଆପଣମାନଙ୍କୁ ଝୋଳ ଦରକାର ସେତିକ ପାଣି ଦେବେ। ପାଣିକୁ ଏବେ ଫୁଟିବା ପାଇଁ ଦେବା। ପାଣି ଫୁଟି ଆସିଲେ ହାଫ୍ ଚାମଚ କସୁରୀ ମେଥି ଦେଇଦେବା ଭଲ ବାସ୍ନା ପାଇଁ। ହାଫ୍ ଚାମଚ ଏଇଠି ଘର ତିଆରି ଗରମ ମସଲା ଦେଇଦେଉଛି, ମାର୍କେଟର ବ୍ୟବହାର କରୁଥିଲେ 1 ଚାମଚ ଦେଇଦେବେ। ତାପରେ ଗୋଳେଇ ନେବା। ଆଉ ଏଇଥିରେ ଏବେ ଭଜା ଆଳୁକୁ ଦେଇଦେବା। ଭାଜିବା ଟାଇମ୍ରେ ହାଲକା ଆଳୁ ସିଝି ଯାଇଥିଲା, ଆଉ ଯେତିକି ବାକି ଅଛି ତାକୁ ଆମେ ଫୁଟେଇକି ସିଝେଇ ନେବା। ତାପରେ ଏଥିରେ 1 ଚାମଚ ଗୁଆ ଘିଅ ଦେବା। ବିନା ପିଆଜ ରସୁଣ ବନାଉଥିଲେ ଗୁଆ ଘିଅ ଟିକେ ପକାନ୍ତୁ, ବହୁତ ବଢ଼ିଆ ଟେଷ୍ଟ ଆସିବ। ଯଦି ଖାଆନ୍ତିନି ସ୍କିପ୍ କରିନେବେ। ଦେଖନ୍ତୁ ଆଳୁ ଏଇଠି ସିଝିଗଲାଣି। ଆଉ ଏବେ ଏଥିରେ ଦେଇଦେବା ଛେନା ବଲ୍ ଗୁଡ଼ିକ। ଛେନା ବଲ୍ ଗୁଡ଼ିକ ଦେଇକିନା କଭର୍ କରିକି 5 ମିନିଟ୍ ଫୁଟେଇ ନେବା, ବେଶୀ ଫୁଟେଇବା ଦରକାର ନାହିଁ। ଫୁଟିବାରେ ଏଇଠି 5 ମିନିଟ୍ ହେଇଗଲାଣି। ଦେଖନ୍ତୁ ଛେନା ବଲ୍ ଗୁଡ଼ିକ ମଧ୍ୟ ସାଇଜ୍ ଟିକେ ବଡ଼ ହେଇଯାଇଛି ଆଉ ପୁରା ସଫ୍ଟ ହେଇଯାଇଛି। ଉପରୁ କିଛି ଧନିଆ ପତ୍ର ଦେଇଦେବା। ବର୍ତ୍ତମାନ ତରକାରୀ ଆମର ରେଡ଼ି। ଆଉ ଦେଖନ୍ତୁ ମୁଁ କେତିକି ଝୋଳ ରଖିଛି, ଏତିକ ଝୋଳ ରଖିଛି। ଆଉ ଟିକେ ପରେ ଏ ଛେନା ବଲ୍ ଗୁଡ଼ିକ ସବୁ ପାଣି ଟାଣି ନେବ, ଆହୁରି ଠିକ୍ ହେଇଯିବ। ତେଣୁ କରିକି ଆପଣଙ୍କୁ ଯେତିକ ଝୋଳ ଦରକାର ସେଇଭଳି ଆପଣ ପାଣି ଦେଇଥିବେ। ଏବେ ରେଡ଼ି ହେଇଗଲା ଆମର ଛେନା ତରକାରୀ। ଦେଖୁଛନ୍ତି କେତେ ବଢ଼ିଆ ଦେଖାହେଉଛି ଆଉ ଖାଇବା ପାଇଁ ବହୁତ ଟେଷ୍ଟି। ଆପଣ ନିହାତି ଘରେ ବନାନ୍ତୁ ଆଉ କେମିତି ହେଲା କମେଣ୍ଟ ମାଧ୍ୟମରେ କହିବେ। ଭଲ ଲାଗିଥିଲେ ଲାଇକ୍ କରିଦେବେ, ଫ୍ରେଣ୍ଡ ଫ୍ୟାମିଲି ମେମ୍ବରଙ୍କ ସହିତ ସେୟାର କରିଦେବେ। ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତାହେଲେ ରହିଲି, ପୁଣି ଆସିବେ ଏକ ନୂଆ ରେସିପି ସହିତ। ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ।